नमस्कार ମୁଁ ରାକେଶ କହୁଛି। ଭିଡ଼ିଓର ଆଡ଼ମିଟ୍ କାର୍ଡ଼ କେମିତି କାଢ଼ିବେ ଭିଡ଼ିଓ ଟିକେ ପୁରା ଦେଖନ୍ତୁ। ପ୍ରଥମେ ଗୁଗଲ୍ କ୍ରୋମ୍କୁ ଯିବା, ତାପରେ ସେଠି ସେମ୍ସ ଲେଖିବା, SAMS ଲେଖିକି ସେଠି କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏମିତି ଆସିଲା ପରେ ଆପଣ ସେମ୍ସ ଓଡ଼ିଶାରେ କ୍ଲିକ୍ କରିବା। ତାପରେ ସ୍କ୍ରୋଲ୍ କରିକି କ'ଣ କରିବା ବୋଲେ BD MD ସେଠି କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏନ୍ତା ଆସିବ। ତାପରେ ଅଲରେଡ଼ି ଅନଲାଇନ୍ କରିବେ ଏକ୍ଜିଟ୍ ଷ୍ଟୁଡେଣ୍ଟ ଲଗଇନ୍ରେ କ୍ଲିକ୍ କରିବା। ସେଠି କ୍ଲିକ୍ କଲା ପରେ ଆପଣ ନିଜର ନମ୍ବର ଲଗଇନ୍ କରିବେ। ନମ୍ବର ଲଗଇନ୍ କଲା ପରେ ସେନେ ପାସୱାର୍ଡ଼ ଦେବେ। ପାସୱାର୍ଡ଼ ଦେଲା ପରେ ତଲେ ଏଣ୍ଟର କ୍ୟାପଚା ଫିଲ୍ କରିବେ। କ୍ୟାପଚା ଫିଲ୍ କଲା ପରେ ଲଗଇନ୍ କରିବେ। ଲଗଇନ୍ କଲା ପରେ ଆପଣଙ୍କୁ ସେମ୍ସ ଓପନ୍ ହେଇଯିବ। ଓପନ୍ ହେଲା ପରେ ଆପଣ ରାଇଟ୍ ସାଇଡ଼୍ ଦେଖୁଛନ୍ ସେମିତି ଥିବ। ତାପରେ ଆପଣ କାଣା କରିବେ ସେଠି ଏখানে କ୍ଲିକ୍ କରିବେ ହେଲା। ଆପଣ ଡାଟା ଅଛି ବିଡ଼ିର କ୍ଲିକ୍ କଲା ପରେ ଉପରେ ଦେଖେ 2 ନମ୍ବରରେ ଡ୍ୟାସବୋର୍ଡ଼ ହଲ୍ ଟିକେଟ୍ ଲେଖା ହେଇଛି, ସେଠି କ୍ଲିକ୍ କରିବେ। ସେଠି କ୍ଲିକ୍ କଲା ପରେ ଆପଣଙ୍କର ଏକ୍ଜାମ୍ ରୋଲ୍ ନମ୍ବର, ଆପଣଙ୍କର ନାଁ, ଏକ୍ଜାମ୍ କୋର୍ସ ନେମ୍ BD ଥିବ। ସେ ଏକ୍ଜାମ୍ ରୋଲ୍ ନମ୍ବର ସେଠି ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ କ'ଣ କରିବେ ଆପଣଙ୍କୁ ରୋଲ୍ ନମ୍ବର ଦେଖାବ। ସେନେ Ctrl+V ମାରିବେ, ନହେଲେ ରାଇଟ୍ କ୍ଲିକ୍ କରି ପେଷ୍ଟ କରିବେ, ନହେଲେ ନିଜେ ଟାଇପ୍ କରିବେ କପି କରିବେ। ତାପରେ ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଦେବେ। ସେ ବକ୍ସ ଅନୁସାରେ ନିଜର ଡେଟ୍ ଅଫ୍ ବାର୍ଥ ଏମିତି ଚୁଜ୍ କରିବେ। ଡେଟ୍ ଅଫ୍ ବାର୍ଥ ଚୁଜ୍ କରି ସାରିଲା ପରେ ଆପଣ ଯେଉଁ ସବମିଟ୍ ବଟନ୍ ଦେଖୁଛନ୍ ସେଠି କ୍ଲିକ୍ କରିବେ। ସବମିଟ୍ ବଟନ୍ରେ ଯେତେବେଳେ ଆପଣ କ୍ଲିକ୍ କରିବେ ସେଠି କ'ଣ ହେବା କି ଆପଣଙ୍କର ଆଡ଼ମିଟ୍ କାର୍ଡ଼ଟା ଶୋ କରିବ। ତ ଇୟର୍କୁ ସ୍କ୍ରୋଲ୍ କରବା ଲାଗି ସେମିତି ଆପଣ କ୍ଲିକ୍ କରିବେ। ମନ୍ଥ, ଇୟର୍, ଡେ, ମନ୍ଥ, ଇୟର୍ ଦେଲା ପରେ ଆପଣ ସବମିଟ୍ କରିବେ। ସବମିଟ୍ କଲା ପରେ ଏମିତି ଆପଣଙ୍କୁ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ ହେବ। ତଳେ ଡାଉନଲୋଡ଼ ପ୍ରିଣ୍ଟ ଦିଆଯାଇଛି। ସେମିତି କରିବେ। ଭିଡ଼ିଓ ତ ଯଦି ଭଲ ଲାଗିଥିବା ବୋଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ଚ୍ୟାନେଲ୍କୁ। ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ।